ଚାଲନ୍ତୁ ଆଜି ଶୁଣିବା ମନୋଜ ଦାସଙ୍କ ଲିଖିତ ଗୋଟେ କାହାଣୀ ଦୁଇ ସରୋବର। ଜୀବନର ଶେଷ ସୀମା ସମ୍ପର୍କରେ ମନକୁ କେବେ କୌଣସି ପ୍ରଶ୍ନ ଆସିନଥାଏ, ହଠାତ୍ ଦିନେ ମୃତ୍ୟୁ ସହିତ ପରିଚୟ ହେବା ପର୍ଯ୍ୟନ୍ତ। ଜହ୍ନ ଆଲୁଅ ସହିତ କଳା କଳା ହାଲୁକା କେତେପ୍ରସ୍ତ ମେଘର ଅବାଧ ମିଳାମିଶା, ମୃଦୁ ମୃଦୁ ପବନ, ନୀରବତାର ବନ୍ଧନୀ ଭିତରେ ପଲେ ବିଲୁଆଙ୍କ ବୋବାଳି, ନିର୍ଜନତାର ଗମ୍ଭୀର ମୁରବୀ ଭଳି ଦିଶୁଥିବା କେତୋଟି ବୃକ୍ଷ ପରିବେଷ୍ଟିତ ଜହ୍ନକୁ ପ୍ରତିଫଳିତ କରୁଥିବା ଏକ ପୁଷ୍କରିଣୀ। ମୃତ୍ୟୁ ସମ୍ପର୍କରେ ମୋର ପ୍ରଥମ ଧାରଣାର ଏମାନେ ଏକ ଅବିଚ୍ଛେଦ ଉପାଦାନ। 4 ବର୍ଷ ବୟସର ମୁଁ ସବାରିରେ ମା କୋଳରେ ବସି 2 ମାଇଲ ଦୂରବର୍ତ୍ତୀ ମାମୁଁ ଘରୁ ଫେରୁଥିଲା ଆପଣା ଗ୍ରାମକୁ। ଆମେ ଅତିକ୍ରମ କରୁଥିଲୁ ସେତେବେଳେ ଦୀର୍ଘ ମଇଦାନ ଭଳି ଦିଶୁଥିବା ଏକର ଏକର ଧାନକ୍ଷେତ। ସବାରି ସାଥିରେ ତାଳ ରଖି ଚାଲିଥାନ୍ତି ଶିବ ଅଜା ଆଉ ଆଈଙ୍କ ମାତବର ସଂସାର ଜଣେ ବିଶ୍ୱସ୍ତ ଆଉ ବୟସ୍କ କର୍ମଚାରୀ। ତାଙ୍କ ନିର୍ଦ୍ଦେଶରେ ବାହକମାନଙ୍କ ଗତି ମନ୍ଥର ହେଲା। ଏଇଠି? ସବାରି ଭିତରୁ ମା ପଚାରିଲେ। ଶିବ ଅଜା ଉତ୍ତର ଦେଲେ, ହଁ ଝିଅ। ପୁଷ୍କରିଣୀ ପାଖରେ ସବାରି ଥୁଆ ହେଲା। ମା ଆଉ ମୁଁ ବାହାରି ଆସିଲୁ। ଛାଇ ଆଲୁଅର ଆଂଶିକ ଦୃଶ୍ୟମାନ ଏକ ଚିତାର ଅବଶିଷ୍ଟାଙ୍କ ଆଡ଼େ ଶିବ ଅଜା ଆଙ୍ଗୁଳି ନିର୍ଦ୍ଦେଶ କଲେ। କଥାବାର୍ତ୍ତାରୁ ବୁଝିଲି ମୋ ବଡ଼ ମାଇଁ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ଦେଇ ପ୍ରାଣତ୍ୟାଗ କରନ୍ତେ ସେଇଠି ତାଙ୍କର କଳେବର ପାଉଁଶରେ ପରିଣତ ହୋଇଥିଲା। ମା କିଛି ସମୟ ନୀରବରେ ଠିଆ ହୋଇ ରହି ଆଖି ପୋଛିଲେ। ତାପରେ ଆମେ ସବାରିରେ ପ୍ରବେଶ କଲୁ। ଯାତ୍ରା ପୁନରାରମ୍ଭ ହେଲା ସତ, କିନ୍ତୁ ମୋ ଧୂଆଳିଆ ଶିଶୁ ମାନସରେ ଏତିକି ବୁଝିଗଲି, ସବୁ ପ୍ରକାର ଯାତ୍ରାର ଶେଷ ଅଛି। ଆମ ଘରେ ଥିଲେ 4-5 ଗୋଟି ବିଲେଇ, ତା ଛଡ଼ା ଥିଲା ପାଖ ପଡ଼ୋଶୀର ବିଲେଇମାନଙ୍କର ଅବାଧ ଯାତାୟାତ। ଗୋଟିଏ କ୍ଷୁଦ୍ରାକୃତି ଶଙ୍ଖି ବିଲେଇ କାହିଁକି କେଜାଣି ମୋର ବ୍ୟକ୍ତିଗତ ପାଳିତ ଜୀବ ବୋଲି ମୋର ଧାରଣା ଜନ୍ମିଥିଲା। ତାକୁ ମୋ ଆହାରରୁ କିଛି ଭାଗ ଦେବାରେ ଯେମିତି ତୃପ୍ତି ପାଉଥିଲି, ତା ପ୍ରତି କେହି ଦୁର୍ବ୍ୟବହାର କଲେ ମୋ ବ୍ୟକ୍ତିତ୍ୱରେ ଆଘାତ ବୋଲି ମନେ କରୁଥିଲି। ଦିନେ ମୁଁ ଖାଇବା ବସିବା ବେଳେ ବିଲେଇଟି ଆସିଲା ନାହିଁ। ପରଦିନ ବି ନୁହେଁ। ଅତଏବ ମୁଁ ଖାଇବି ନାହିଁ ବୋଲି ଘୋଷଣା କଲି। ନିମ୍ନ ପ୍ରାଥମିକ ବିଦ୍ୟାଳୟର ହୃଦୟବାନ ପ୍ରଧାନ ଶିକ୍ଷକ ମହୋଦୟ ସେଦିନ ଉପରଓଳି ଛୁଟି ଘୋଷଣା କଲେ। ତାଙ୍କ ନିର୍ଦ୍ଦେଶରେ ଅପେକ୍ଷାକୃତ ବଡ଼ ବଡ଼ ଛାତ୍ରମାନେ ଆମ ଘର ଚତୁର୍ଦିଗର ଉଦ୍ୟାନ, ବୁଦାମାଳ ଏବଂ ଘରର ପୂର୍ବ ସୀମାନ୍ତରେ ଥିବା ଅଧ ଏକର ପରିମିତ ବଣ ଭିତରକୁ ବିଛେଇ ହୋଇଗଲେ ହୃତ ବିଲେଇର ସନ୍ଧାନରେ। ଘର ଆଗରେ ଏପଟ ସେପଟ ହୋଇ ଆଶାୟୀ ହୃଦୟରେ ସେମାନଙ୍କ ଅପେକ୍ଷା କରୁଥିଲି। ସୂର୍ଯ୍ୟ ଅସ୍ତ ଗଲେ। ଜଣ ଜଣ ହୋଇ ସେମାନେ ବଣବୁଦା ଭିତରୁ ବାହାରି ଆସିଲେ, ନୁଖୁରା ଦେହରେ, ମୁଣ୍ଡରେ ଶୁଖିଲା ପତ୍ର, ବୁଢ଼ିଆଣୀ ଜାଲ ଏବଂ ଗୋଡ଼ରେ ଆଉ ବାହୁରେ କଣ୍ଟକପୂର୍ଣ୍ଣ ବୁଦାମାଳର ରାମ୍ପୁଡ଼ା ଚିହ୍ନ ଧରି। ମା ଆଡ଼େ ଅନାଇ ଅସାଫଲ୍ୟର ସୂଚନା ଦେଇ ମୁଣ୍ଡ ହଲାଇଲେ। ମୋ ଦୁଃଖ ଲାଘବ କରିବା ପାଇଁ ଜଣେ ଧରି ଆଣିଥିଲେ ଗୋଟେ ଗୁଣ୍ଡୁଚି ମୂଷା, ଆଉ ଜଣେ ସଂଗ୍ରହ କରି ଆଣିଥିଲେ ପାଚିଲା ବଇଁଚ କୋଳି। ଗୋଧୂଳି ମାଡ଼ି ଆସୁଥିଲା। ସେମାନେ ତରବର ହୋଇ ଆମ ଘର ଆଉ ସମୁଦ୍ର ମଝିରେ ଥିବା ପ୍ରାନ୍ତର ଭିତରକୁ ଚାଲିଗଲେ, ନିଜ ନିଜ ଗୋରୁ ଗୋଠ ଅଡ଼ାଇ ଆଣିବା ନିମନ୍ତେ। ତୋର ବିଲେଇକୁ ନେଇଯାଇଛି। ଅପରାହ୍ନ ଯାକ ମୋ ଦୁଃଖରେ ନୀରବ ଅଂଶୀଦାର ହୋଇ ବସି ରହିଥିବା ଟିକି ଝିଅଟିଏ ଅବଶେଷରେ ଏହି ତତ୍ତ୍ୱ ପରିବେଷଣ କଲା। ମୁଁ ମନ୍ତବ୍ୟ ଦେଲି, ନା ନା, ମୋ ବିଲେଇକୁ ନବ କାହିଁକି? ମିଠା ଚୋରେଇ ଖାଉଥିବା ଅଥବା ଅ ଆ କ ଖ ଶିଖୁନଥିବା ପିଲାଙ୍କୁ ଧରି ନେଇଯାଏ। ଝିଅଟି କହିଲା, ତୋ ବିଲେଇ ମିଠେଇ ଚୋରି କରେ। ଥରେ ମୋଠୁ ଚୋରି କରିଥିଲା, ଆଉ ସେ ଅ ଆ କ ଖ ମୋଟେ ଶିଖିନାହିଁ। 2 ଦିନ ପରେ ମୁଁ ହସିଲି, ଯଦିଓ ସେତକ କରିବାକୁ ବାଧ୍ୟ ହେଲି ତା ଯୁକ୍ତିର ପ୍ରତିଯୁକ୍ତି ଦେଇ ନ ପାରି। ଝିଅଟି ଚୁପ୍ ହେଇଗଲା। ସେମିତି ଚୁପ୍ ରହି ଆଖି ବଡ଼ ବଡ଼ କରି ସେ ଶୁଣିଲା। କେମିତି ଏକଦା ରାତିରେ ମୁଁ ସ୍ୱୟଂ ଦେଖିବାର ବିରଳ ସୁଯୋଗ ପାଇଥିଲି। ବୁଝିଲୁ, ଯେତେ ଭୟଙ୍କର ବୋଲି ଭାବିଥିଲି ସେତେ ନୁହେଁ। ତା ଦେହ ରାତିଠୁ ବହୁତ ଅଧିକ ବହଳ ଅନ୍ଧକାରରେ ତିଆରି। ତା ମୁହଁ ବୋଲି କିଛି ନାହିଁ। ତଥାପି ସେ ଗୋଟାଏ ଯୋଡ଼ାଏ ପିଲାଙ୍କୁ ଗିଳି ପକାଇ ପାରୁଥିବ ନିଶ୍ଚୟ। ମୋ କୁନି ଶ୍ରୋତାଟି ପାଇଁ କୁ ସ୍ୱଚକ୍ଷୁରେ ଦେଖୁଥିବା ଜଣେ ପିଲା ଯେତିକି ବିସ୍ମୟ ଥିଲା, ସେ ପିଲା ଯେ ପୁଣି ଭୟଙ୍କର ନୁହେଁ ବୋଲି କହିପାରୁଛି, ଏହା ଥିଲା ଅତ୍ୟଧିକ ବିସ୍ମୟ। ଅନ୍ତତଃ ଆହୁରି ବର୍ଷକ ପରେ ଯାଇ ବୁଝିଥିଲି ସେ ରାତିର ସେ କଳା କମ୍ବଳ ଆବରିତ ଯୁଧିଷ୍ଠିର ମାଷ୍ଟ୍ରେ। ଆମ ଘର ସମ୍ମୁଖବର୍ତ୍ତୀ ବିସ୍ତୀର୍ଣ୍ଣ ପ୍ରାନ୍ତର, ବାଲୁକାର ଅସଂଖ୍ୟ ପାହାଡ଼। 2-3 ସନ୍ଧ୍ୟା ଧରି ମୁଁ ସେ ବ୍ୟାପକତା ଆଡ଼େ ବାରମ୍ବାର ଦୃଷ୍ଟିପାତ କରୁଥିଲି। କ୍ରମେ ବିଲେଇର ପ୍ରତ୍ୟାବର୍ତ୍ତନର ସମ୍ଭାବନା ଉପରୁ ଆଶା ମ୍ଳାନରୁ ମ୍ଳାନତର ହୋଇ ତୁଟିଗଲା। ସମୁଦ୍ର କୂଳବର୍ତ୍ତୀ ଶଙ୍ଖାରୀ ନାମକ ଆମ ପଲ୍ଲୀର ଜନବସତି ଘଞ୍ଚ ନଥିଲା। ପ୍ରତି ଘରକୁ ଘେରି ରହିଥିଲା ଏକ ଏକ ସୁନିର୍ଦ୍ଦିଷ୍ଟ ପରିସର। ବସତିଠୁ ସାମାନ୍ୟ ଅଲଗା ଏକ ବ୍ୟାପକତର ପରିସର ଥିଲା ଆମ ଘର। ଭାରତ ସୀମାନ୍ତର ସେହି ବିନ୍ଦୁରେ ସେତେବେଳର ଶେଷ ଘର। ସରଳ ସ୍ଥାପତ୍ୟର ସେହି କୋଠା ବାପା ମାଙ୍କ 5 ସନ୍ତାନର ଏହି ଶେଷ ଗୋଟିକର ଜନ୍ମର ଅବ୍ୟବହିତ ପୂର୍ବରୁ ନିର୍ମିତ ହୋଇଥିଲା। ଯୌଥ ପରିବାର ସମ୍ବଳିତ ଯେଉଁ ପୁରୁଣା କୋଠାରୁ ଆମେ ଅପସରି ଆସିଥିଲୁ,
ଗ୍ରାମର ପୂର୍ବ ପ୍ରାନ୍ତରେ ଅବସ୍ଥିତ ସେହି କୋଠା ଏବଂ ପଶ୍ଚିମ ପ୍ରାନ୍ତରେ ନିର୍ମିତ ଏକ ନୂଆ କୋଠା ବ୍ୟତୀତ ସେ ଖଣ୍ଡମଣ୍ଡଳରେ ସେତେବେଳେ ଆଉ ତୃତୀୟ ପକ୍କା ଘର ନଥିଲା। ପୁରୁଣା ଘରକୁ ଆମେ କହୁଥିଲୁ ସେ ଘର, ଫଳରେ ଗ୍ରାମବାସୀମାନେ ସେଇଆ କହୁଥିଲେ। ଘରର ସମ୍ମୁଖରେ ପ୍ରାନ୍ତର ଥିଲା ବର୍ଷଯାକ ସବୁଜ। ସେ ପ୍ରାନ୍ତରର ସମ୍ଭ୍ରାନ୍ତ ନାଗରିକ ଥିଲେ ଶହ ଶହ ତାଳ ଗଛ। ଅସଂଖ୍ୟ ପାଚିଲା ତାଳ ଉପରେ ଥିଲା ସମସ୍ତଙ୍କର ସମାନ ଅଧିକାର। ଏତେବେଳେ କୌଣସି ପବିତ୍ର ପୂର୍ଣ୍ଣିମା ରଜନୀରେ ମା ଏବଂ ସେ ଘରର ଖୁଡ଼ିମାନେ ସମୁଦ୍ର ସ୍ନାନ ପାଇଁ ଯାଉଥିଲେ। ପରସ୍ପର ଧରାଧରି ହୋଇ ମା ଓ ଖୁଡ଼ିମାନେ ଡୁବ ଦେଉଥିଲେ। ଉଚ୍ଚତର ଆଉ ନିରାପଦ ଏକ ବାଲି ପାହାଡ଼ ଉପରେ ମୁଁ ଆଉ 2-3 ବାଳକ ବାଳିକା ଅପେକ୍ଷା କରୁଥିଲୁ। ଆକାଶର ସେ ଉଜ୍ଜ୍ୱଳ ନୀଳଗରିମା ତଳେ ସମୁଦ୍ର ଯେ ଖାଲି ଜୀବନ୍ତ ମନେ ହେଉଥିଲା ତାହା ନୁହେଁ, ସେ ସୃଷ୍ଟି କରୁଥିଲା ମହତ୍ ଯଦ୍ୟପି ଭୟଙ୍କରୀ ଏକ ଦେବୀ ସତ୍ତାର ପ୍ରଭାବ। ପ୍ରାନ୍ତର ଭିତରେ ଥିଲେ 2 ଗୋଟି ଅନଦବୃହତ ସାମୁଦ୍ରିକ ସରୋବର। ଛୋଟ ସରୋବରରେ ଭରପୁର ଲାଲ ପଦ୍ମ ଫୁଟୁଥିଲା, ଆଉ ବଡ଼ଟିରେ ଶ୍ୱେତ ପଦ୍ମ। ଗ୍ରୀଷ୍ମ ଛୁଟିରେ ମୁଁ ଆଉ 2-3 ଜଣ ବାଳକ କଦଳୀ ଭେଳା ପ୍ରସ୍ତୁତ କରି ଶ୍ୱେତପଦ୍ମର ସରୋବର ଭିତରକୁ ଅଭିଯାନ କରୁଥିଲୁ। ଫୁଲ ପାଇଁ ଯେତେ ନୁହେଁ, ମଧୁର ପଦ୍ମଫଳ ପାଇଁ। ଶୀତଳ ପଦ୍ମନାଡ଼ ମଧ୍ୟ କମ୍ ସୁସ୍ୱାଦୁ ନଥିଲା। କେତେଥର ଆମ ଗୋଡ଼ରେ ସାପମାନେ ଗୁଡ଼େଇ ହୋଇଯାଇଛନ୍ତି, କିନ୍ତୁ ସେମାନେ ଆଉ ଆମେ କେହି କାହା ପ୍ରତି ବିପଦର ହେତୁ ହୋଇନାହୁଁ। ଏଇ 2 ହ୍ରଦର ଉତ୍ପତ୍ତି ସମ୍ପର୍କିତ କାହାଣୀଟି ମନେ ରଖିଥିବା 1-2 ଜଣ ବୟସ୍କ ବ୍ୟକ୍ତି ଏଯାଏ ଥିଲେ। ଏକଦା ତରୁଣୀଟିଏ ନିଜ ନିଜ ପରିବାରର ବିରୋଧ ଯୋଗୁଁ ବିବାହ ହୋଇନପାରି ସୁବର୍ଣ୍ଣରେଖା ମୁହଣରେ ଲଙ୍ଗର ପକାଇଥିବା ଗୋଟିଏ ଦୂରାଗତ ବୋଇତ ସହାୟତାରେ କୁଆଡ଼େ ପଳାଇଯିବାର ବ୍ୟବସ୍ଥା କରିଥିଲେ। କିନ୍ତୁ ସ୍ଥଳପଥରେ ମୁହାଣ ଯାଏ କାହାରି ଦୃଷ୍ଟି ଏଡ଼େଇ ଯିବା ସହଜ ନୁହେଁ, ତେଣୁ ରାତିରେ ସେମାନେ ଡଙ୍ଗା ପାରିଥିଲେ। ଆକାଶରେ ଥିଲେ ଜହ୍ନ ଆଉ ମେଘମାଳା। ଝିଅଟି ଧରିଥାଏ ନୌକାର ମଙ୍ଗ, ପୁଅଟି କାତ ମାରୁଥାଏ। ପବନ ଥିଲା ଅନୁକୂଳ, କିନ୍ତୁ ପ୍ରମତ୍ତ ଢେଉ ରାଶି ଟପି ନୌକା ସମୁଦ୍ରର ପ୍ରଶାନ୍ତ ବୁକୁରେ ପହଞ୍ଚିବା ମାତ୍ରେ ଝିଅଟି ଆତଙ୍କିତ କଣ୍ଠରେ କହିଲା, ଡଙ୍ଗାରେ ରନ୍ଧଟିଏ। ଦମ୍ଭ ଦେଖାଇ ତରୁଣ କହିଲା, ଚିନ୍ତା ନାହିଁ, ଗୋଟେ ହାତରେ ତାକୁ ବୁଜି ଧରି ମୁଁ ଅନ୍ୟ ହାତରେ କାତ ମାରିବି। ଝିଅ କହିଲା, ଦେଖୁଛି ରନ୍ଧ ଗୋଟାଏ ନୁହେଁ, 2ଟା। ଚିନ୍ତା ନାହିଁ, ମୁଁ 2 ହାତରେ ବୁଜି ଧରିବି। ପବନ ହିଁ ଆମ ନାଁକୁ ନେଇ ବୋଇତ ଦେହରେ ଭିଡ଼ାଇ ଦେବ। ହାୟ, ରନ୍ଧ ଥିଲେ କିନ୍ତୁ 5 ଗୋଟି। ଝିଅଟିର 5 ଇର୍ଷୁକ ଭାଇ ସେ 2 ଜଣଙ୍କ ଯୋଜନାର ସୁରାକ ପାଇ ସେ କୀର୍ତ୍ତି କରିଥିଲେ। ମହମଦେଇ ରନ୍ଧମାନେ ବୁଜି ଦେଇଥିଲେ ସେମାନେ। ଭାବିଥିଲେ ପଳାତକ 2 ଜଣ ରାତିରେ ନୌକା ପାଖକୁ ଆସିଲା ବେଳକୁ ନୌକା ବୁଡ଼ି ରହିଥିବ। ଦୁହେଁ ନିଜ ନିଜ ଘରକୁ ଫେରିଯିବେ। ତୃତୀୟ ରନ୍ଧ ଦୃଷ୍ଟିଗୋଚର ହେବା ପରେ ଦୁହେଁ ତୁନି ପଡ଼ିଥିଲେ। ନୌକା ଭିତରକୁ ପାଣି ଆସିବାର ସେ ଦୃଶ୍ୟ ସହି ନ ପାରି ଜହ୍ନ ମେଘ ଆଢ଼ୁଆଳରେ ଲୁଚିଗଲା। କେଇ ମୁହୂର୍ତ୍ତ ପରେ ସେ ଧୀରେ ଧୀରେ ଆତ୍ମପ୍ରକାଶ କଲା ବେଳକୁ ନୌକାର ଚିହ୍ନବର୍ଣ୍ଣ ନାହିଁ। କାଳକ୍ରମେ ସମୁଦ୍ର କିଛି ଦୂର ଅପସରି ଗଲା, କିନ୍ତୁ ପଛରେ ଛାଡ଼ିଗଲା 2ଟି ଜଳାଶୟ। ଜଳସମାଧି ଘେନିଥିବା ସେ ପ୍ରେମୀ ଯୁଗଳଙ୍କ ସ୍ମୃତିରେ। ଝିଅଟି ଡୁବିଥିବା ଠାଇଁରେ ଫୁଟେ ଲାଲ ପଦ୍ମ, ପୁଅଟିର ଠାଏ ଶ୍ୱେତପଦ୍ମ। କେତେବେଳେ ଯଦି ଆକାଶରେ ଜହ୍ନ ସମତେ ଥାଏ କଳା କଳା ମେଘ, ଯଦି ବହୁଥାଏ ଉଦଣ୍ଡ ପବନ, ସେତେବେଳେ ଶୁଣାଯାଏ ଆର୍ତ୍ତ କଣ୍ଠର ଅସ୍ପଷ୍ଟ କେତୋଟି ଶବ୍ଦ, ଦେଖୁଛି ରନ୍ଧ୍ର ଗୋଟିଏ ନୁହେଁ। ବଡ଼ି ସକାଳ ପାଚିଲା ତାଳ ଗୋଟେଇବା ପାଇଁ ଛୋଟ ଛୋଟ ପଲା ତିଆରି କରି ରାତ୍ରିଯାପନ କରୁଥିବା 2 ଜଣ ଗ୍ରାମବାସୀ 1000 ବର୍ଷ ତଳର ସେ ଧ୍ୱନି କୁଆଡ଼େ ଶୁଣିପାରୁଥିଲେ। ଜହ୍ନ, ମେଘ ଆଉ ଉଦଣ୍ଡ ପବନ ସମନ୍ୱିତ ଏକାଧିକ ରାତ୍ରିର ପ୍ରଥମ ପ୍ରହରରେ ଛାତ ଉପରେ ବସି ମୁଁ କାନ ପାରୁଥିଲି। ତାପରେ ଦିନେ ନିଜକୁ ବୁଝାଇଦେଲି, ସମୟ ଜହ୍ନ, ମେଘମାଳା ଆଉ ପବନରେ ସିନା କିଛି କରିପାରି ନାହିଁ, କିନ୍ତୁ ବିଚରା ପୁଅ ଝିଅ 2ଟିଙ୍କର ଆତୁର କଥା ସବୁକୁ ଜୀର୍ଣ୍ଣ କରିସାରିଲାଣି, ଆଉ ଶୁଣାଯିବ ନାହିଁ। ସେତେବେଳର ନିକଟତମ ବସ୍ଷ୍ଟପ୍ ବାଠଗ୍ରାମର ଦୂରତା ଆମ ପଲ୍ଲୀଠୁ 8 ମାଇଲ। ନିକଟତମ ରେଳ ଷ୍ଟେସନ ଜଳେଶ୍ୱରର ଦୂରତା ପ୍ରାୟ 26 ମାଇଲ। ବର୍ଷା ଋତୁରେ 2 ଠିକଣା ଭିତରେ ଯେମିତି ଏକ ମହାଦେଶର ବ୍ୟବଧାନ ସୃଷ୍ଟି ହେଉଥିଲା। ଗ୍ରାମର ଅଧିକାଂଶ ମହିଳା ମୋଟର ଗାଡ଼ି ଦେଖିନଥିଲେ। ରେଳଗାଡ଼ି ଥିଲା ପରିକାହାଣୀ ପର୍ଯ୍ୟାୟର ବ୍ୟାପାର ବିଶେଷ। ସ୍ୱଚ୍ଛଳ ପରିବାରର ଝିଅ ବୋହୂ ପାଲିଙ୍କି ଯୋଗେ ଯାତାୟାତ କରୁଥିଲେ, ଅନ୍ୟ ସମସ୍ତଙ୍କ ପାଇଁ ପାଦ। ଆମ ବାଲୁକାମୟ ମୁଲକରେ ଶଗଡ଼ ନଥିଲା। ମୋ ପିତୃବ୍ୟଙ୍କର 1 ବା ଏକାଧିକ ଘୋଡ଼ା ଥିଲେ, କିନ୍ତୁ ତରୁଣ ବୟସରେ ତାଙ୍କର ଏକମାତ୍ର ପୁତ୍ର ମୋ ବାପା ଦିନେ ଘୋଡ଼ା ଛୁଟେଇ ଗୋଟିଏ ଝୁଲନ୍ତ କଣ୍ଟାଡାଳ ସହ ମୁହାଁମୁହିଁ ହୋଇ କାନଟିଏ ଖଣ୍ଡିଆ କରି ପକାଇଥିବାରୁ ଗ୍ରାମର ସଜ୍ଜନବର୍ଗ ଘୋଡ଼ାକୁ ହିଁ ଦୋଷୀ ସାବ୍ୟସ୍ତ କଲେ। ତେଣିକି ଅଶ୍ୱାରୋହଣ ହେଲା ନିଷିଦ୍ଧ। 9 ବର୍ଷ ବୟସରେ ମୁଁ ଜଳେଶ୍ୱରଠୁ 2 ମାଇଲ ଦୂରବର୍ତ୍ତୀ ସୁବର୍ଣ୍ଣରେଖାର ଏକ ସୁରମ୍ୟ ତୀରରେ ଅବସ୍ଥିତ ଜମାଳପୁର ବିଶ୍ୱନାଥ ଏକାଡେମୀର ହଷ୍ଟେଲର ଅନ୍ତବାସୀ ହେଲି। ସେତେବେଳେ ଯାଇ ହୃଦୟଙ୍ଗମ କଲି ସମୁଦ୍ର କୂଳରେ ମୋ ଗ୍ରାମ ପ୍ରତି ମୋ ଆକର୍ଷଣ କେତେ ତୀବ୍ର। ବାଟ ଚଲାରେ ପ୍ରାୟ ଦିନଟିଏ ବିତୁଥିଲା ଏବଂ ଯାତ୍ରାର ଶେଷ ପର୍ଯ୍ୟାୟରେ ପାଦ 2ଟି ପ୍ରାଣହୀନ ମନେ ହେଉଥିଲେ।
କିନ୍ତୁ ସେ କ୍ଲେଶ ତୁଳନାରେ ପୁରସ୍କାର ଥିଲା ବହୁତ ଉଜ୍ଜଳ। ବିଶେଷତଃ ସେ ଅବକାଶ ଯଦି ଗ୍ରୀଷ୍ମ ଛୁଟି ହୋଇଥିବ। ବହୁ ସୂର୍ଯ୍ୟାସ୍ତ ବିତୁଥିଲା ସମୁଦ୍ର କୂଳର ମୋହନୀୟ ଗାମ୍ଭୀର୍ଯ୍ୟ ଆଉ ନିର୍ଜନତା ଭିତରେ। ସାଥୀ ସାଧାରଣତଃ ଥିଲେ ସୁଧୀର। ସେଭଳି ନମ୍ର, ସମ୍ଭ୍ରାନ୍ତ ଏବଂ ବିବେକବନ୍ତ ସହଚର ପାଇବା ଥିଲା ମୋର ଅନ୍ୟତମ ସୌଭାଗ୍ୟ। କେତେବେଳେ ଗପ କରିବାର ବେଳ, କେତେବେଳେ ନୀରବତା କାମ୍ୟ। ସେ ବୋଧେ ତାଙ୍କର ଥିଲା ସହଜାତ। ଆମ ଅତିଥି ଦୂରାନ୍ତରର କିଶୋରଟିଏ ଦିନେ ତା ଜୀବନର ପ୍ରଥମ ସମୁଦ୍ର ଦର୍ଶନ ପାଇଁ ମୋ ସହ ଆସି ଗୋଟିଏ ବାଲି ପାହାଡ଼ ଉପରେ ବସିଥାଏ। ସୂର୍ଯ୍ୟ ଅସ୍ତଗଲେ। ମୁଁ ଯେମିତି ନିଜକୁ ନିଜେ କହିଲି, ଆଶ୍ଚର୍ଯ୍ୟ। କିଶୋରଟି ପ୍ରଶ୍ନ କଲା, କ'ଣ? ସେଇଟା। ଅଦୂରରେ ପାଣିକୁ ପ୍ରାୟ ଲାଗି ପଡ଼ିଥିବା ନୌକାଟିଏ ଆଡ଼େ ମୋ ଦୃଷ୍ଟିକୋଣ କଲି ଏବଂ ସନ୍ଦିଗ୍ଧ କଣ୍ଠରେ କହିଲି, ଟିକେ ଆଗରୁ ସେମିତି କିଛି ସେଠି ନଥିଲା ପରା? କିଶୋରଟି ଝାଡ଼ିଝୁଡ଼ି ହୋଇ ଉଠି ପଡ଼ିଲା। କହିଲା, ଯିବା? ଆଖିରେ ତାର ଆତଙ୍କ। ନୌକା ଯେତେବେଳେ ଅଛି, ନୌକାର ହିଁ ନିଶ୍ଚୟ ଥିବ। ଆମେ ଦେଖିପାରୁନାହୁଁ ଠିକ୍, କିନ୍ତୁ ଦେଖିପାରିଲେ ମନେ ରଖିବା ଭଳି ସତ୍ତା ସେମାନେ ହୋଇଥିବେ। ହୁଏତ ଅନ୍ଧାର ଟିକେ ଗାଢ଼ ହେଲେ ସେମାନେ ଫୁଟି ଦିଶିବେ। ମୋ କଥା ଶେଷ ନ ହୋଉଣୁ ଦୌଡ଼ିବାକୁ ଆରମ୍ଭ କଲା କିଶୋରଟି। ପ୍ରଥମ ସମୁଦ୍ର ଦର୍ଶନର ମହତ୍ ଶିହରଣ ସହିତ ମୋ ଦୁଷ୍ଟବୁଦ୍ଧି ପ୍ରେରିତ ଏକ ବିପରୀତ ଶିହରଣର ଅଭାବନୀୟ ମିଶ୍ରଣରେ ବିହୋଳ ବନି। ଅର୍ଦ୍ଧଶତାବ୍ଦୀ ତଳର ମୋ ଗାଁ ଏବଂ ତାର ପରିପାର୍ଶ୍ୱ ଥିଲା ଦେଶ ବିଦେଶର ଯେତିକି ସୁନ୍ଦର ଅଞ୍ଚଳ ମୁଁ ଦେଖିଛି, ତହିଁ ଭିତରୁ ଅନ୍ୟତମ। କିନ୍ତୁ ତାହା ଆଜି ସ୍ମୃତି। 1951 ମସିହା ପରେ ଗ୍ରାମକୁ ଖୁବ୍ କମ୍ ଯାଉଥିଲି। 1963ରେ ଓଡ଼ିଶା ଛାଡ଼ିବା ପରେ ତାହା ବି ବନ୍ଦ ହେଲା। 1985ରେ ସେଠାରେ ପହଞ୍ଚି ବିସ୍ମୟ ବିମୂଢ଼ ହେଲି। ପ୍ରଥମତଃ କାର୍ ଯାଇ ପହଞ୍ଚିଗଲା ଘରର ଦ୍ୱାର ଦେଶରେ। ଗାଁରୁ ଅଦୂରରେ ଥିଲା ସବୁଦିନିଆ ବସ୍ଷ୍ଟପ୍। ସାଇକେଲ ରିକ୍ସା ଗାଁ ରାସ୍ତାରେ ସାଧାରଣ ଦୃଶ୍ୟ। ଏକଦା ଗାଁର ବାତାବରଣରେ ଆଧିପତ୍ୟ ବିସ୍ତାର କରୁଥିଲା ପକ୍ଷୀମାନଙ୍କର ଧ୍ୱନି। ସେ ଧ୍ୱନି ଅବ୍ୟାହତ ଅଛି, କିନ୍ତୁ ଆଧିପତ୍ୟ ଛଡ଼ାଇ ନେଇଛି ମାଇକ୍ରୋଫୋନ୍, ସଭାସମିତି ବା ଅଦୂରର ସିନେମା ହଲ୍ର ସଦ୍ୟତମ ଆକର୍ଷଣର ଘୋଷଣା। ଶେଷ ଅପରାହ୍ନରେ ମୋତେ ଘେରି ବସିଥିଲେ ମୋର କେତେଜଣ ବାଲ୍ୟସାଥୀ। ଚାଲ ଯିବା ସମୁଦ୍ରକୂଳ, ଆଗ୍ରହରେ ଠିଆ ହୋଇ ପଡ଼ି କହିଲି। ସୁଧୀର ଅନାଇଲେ ମୋ କାକାପୁଅ ଭାଇ ଶିକ୍ଷାବିତ୍ କାଳୀକୁମାର ଆଡ଼େ। ତମ କାର୍ ନେବା? ଯାଇପାରିବ କି? ନା କାର୍ତ୍ତିକେଶ୍ୱର ବାବୁଙ୍କ ଜିପ୍ ନେବା? ମୁଁ ପ୍ରବାଦଭରା କଣ୍ଠରେ କହିଲି, ସୁଧୀର, ମୁଁ ଜମାଳପୁରରୁ ଶଙ୍ଖାରି 28 ମାଇଲ ଚାଲି ଚାଲି ଅତିକ୍ରମ କରୁଥିଲି। ସେ ପଥ ପୁଣି କଦାପି ସୁଗମ ନଥିଲା। ସେ କଥା ଭୁଲିଗଲ ପରା? ସୁଧୀର ଆଉ କାଳୀକୁମାର ଅର୍ଥପୂର୍ଣ୍ଣ ଦୃଷ୍ଟି ବିନିମୟ କଲେ। ସମୁଦ୍ର କୂଳରେ ପହଞ୍ଚିବାକୁ ହେଲେ ବହୁତ ବାଟ ଚାଲିବାକୁ ହବ। ତମର ସେ ପ୍ରାନ୍ତର ନାହିଁ। ପ୍ରାନ୍ତର ମଝି ଦେଇ ବାଟ ନାହିଁ। ଗହଳ ଜନବସତି, ଅସଂଖ୍ୟ ପାନ ବରଜ। ବହୁତ ବୁଲି ଯିବାକୁ ହବ। ସୁଧୀର ବିମର୍ଷ କଣ୍ଠରେ ବୁଝାଇଲେ। ପଦ୍ମ ସରୋବର ଦୁଇଟି? ଗୋଟିଏ ମୁର୍ମୂଷ, ଅନ୍ୟଟି ଲୁପ୍ତ ପ୍ରାୟ। ମୁଁ ହତାଶ ଭାବରେ କହିଲି, ସମୁଦ୍ର ଲୁପ୍ତ ନହେଲେ ହେଲା। ସେମାନେ ଆଶ୍ୱସ୍ତି ଅନୁଭବ କରୁଥିଲେ। ତମ ସମୁଦ୍ର ସତରେ ବି ଆଉ ନାହିଁ, ବେଶ୍ ଦୂରକୁ ଘୁଞ୍ଚିଗଲାଣି। ବର୍ତ୍ତମାନ ଝାଉଁବଣ ଆବୃତ ବାଲି ପାହାଡ଼ ପରେ ତୁମେ ଦେଖିବ କାଦୁଅ ପଙ୍କର ଦୀର୍ଘ ବ୍ୟାପ୍ତି। ସେମାନେ ଜଣାଇଲେ। ମୁଁ କହିଲି, ବରଂ ଦେଖିବି ନାହିଁ। ଏହା କହି ମୁଁ ବସି ପଡ଼ିଲି। ଆପଣମାନେ ଶୁଣୁଥିଲେ ମନୋଜ ଦାସଙ୍କ ଲିଖିତ ଗୋଟେ କାହାଣୀ, ଦୁଇ ସରୋବର।